ଏକ ସୁନ୍ଦର ଗାଁରେ ମୀରା ନାମରେ ଏକ ଝିଅ ରହୁଥିଲା। ଗାଁର ଝରଣା ପାଖରେ ବସି ସେ ପ୍ରକୃତି ସହିତ ଖୁସିରେ ଖେଳୁଥିଲା। ଏକ ଦିନ ଝରଣାରେ ସେ ଏକ ସୁନେଲି ମାଛ ଦେଖିଲା, ଯାହାର ନାଁ ଥିଲା ସୁନା। ସୁନା ଜାଦୁଗର ମାଛ ଥିଲା ଏବଂ ମୀରାକୁ ଏକ ରହସ୍ୟମୟ ଯାତ୍ରାରେ ନେଇଯିବାକୁ ଚାହୁଁଥିଲା। ସେ ମୀରାକୁ ଏକ ପାଣିର ବୁନ୍ଦା ଦେବାକୁ କହିଲା। ମୀରା ପାଣି ଦେବା ପରେ ସେମାନେ ଏକ ଅଦ୍ଭୁତ ଜଙ୍ଗଲରେ ପହଞ୍ଚିଲେ, ଯେଉଁଠାରେ ଗଛ ଏବଂ ପକ୍ଷୀମାନେ କଥା କହୁଥିଲେ। ସେମାନେ ଏକ ଜାଦୁଗର ପ୍ରତିମା ପାଖରେ ପହଞ୍ଚିଲେ, ଯାହା ମୀରାକୁ ଏକ ବର ଦେଲା। ମୀରା ତା ଗାଁର ସମସ୍ତେ ସୁଖୀ ରହିବାକୁ ଚାହିଁଲା। ପ୍ରତିମା ତା ଇଚ୍ଛା ପୂରଣ କରିଦେଲା। ମୀରା ଏବଂ ସୁନା ଫେରିଆସି ଦେଖିଲେ ଯେ ଗାଁରେ ସୁଖ ଏବଂ ସମୃଦ୍ଧି ଫେରିଛି। ସେଦିନଠାରୁ ମୀରା ଜାଣିଲା ଯେ ପ୍ରକୃତି ସହିତ ସମ୍ପର୍କ ରଖିବା ଏବଂ ଅନ୍ୟମାନଙ୍କ ପାଇଁ ଭଲ କରିବା ହିଁ ସତ୍ୟ ଖୁସିର ରହସ୍ୟ।